ସବୁ ମାୟାରେ ବାୟା। ଲକ୍ଷ୍ମୀ ନାରାୟଣଙ୍କର ଆଳାପ ଚାଲିଛି ଅଳକାପୁରୀରେ। ଏହି ସମୟରେ ଅତର୍କିତ ଭାବରେ ଦେବର୍ଷି ନାରଦ ସେଠାରେ ପହଞ୍ଚିଗଲେ। ଦେଖିଲେ ଲକ୍ଷ୍ମୀ ନାରାୟଣଙ୍କର ଯୁଗଳ ମୂରତି। ଉଭୟ ଖୁସି ଗପ ହେଉଛନ୍ତି। ନାରାୟଣ ନାରାୟଣ ନାରଦ କହିଲେ, ପ୍ରଭୁ ସବୁଠି ଦେଖିଲି, ସବୁ ମାୟାରେ ବାୟା। ବାୟା ନୁହେଁ, କେବଳ ଏ ଦେବର୍ଷି ନାରଦ। ନାରଦଙ୍କ ମନରେ ଅହଙ୍କାର ଆସିଛି, ଏହି କଥା ଜାଣିପାରିଲେ ନାରାୟଣ। ନାରାୟଣ ନାରଦଙ୍କୁ କହିଲେ, କାଳ ବିଳମ୍ବ ନ କରି ନଦୀକୁ ଶୀଘ୍ର ଯାଆନ୍ତୁ, ସ୍ନାନ କରି ଆସିବେ। ଲକ୍ଷ୍ମୀ ତ ରୋଷେଇ ସାରିଛନ୍ତି। ସ୍ନାନ ସାରି ଆସିଲେ ଲକ୍ଷ୍ମୀ ଖାଦ୍ୟ ବାଢ଼ି ଦେବେ। ତାପରେ ଆମେ ଦୁହେଁ ସାଙ୍ଗ ହୋଇ ଖାଇବା। ଲକ୍ଷ୍ମୀ ନାରଦଙ୍କୁ ତେଲ ଗିନା ଦେଲେ। ସାହସ ବଦନରେ ନାରଦ ତେଲ ଗିନା ଧରି ନଦୀକୁ ସ୍ନାନ କରିବାକୁ ଗଲେ। ନାରାୟଣଙ୍କର ତ ମାୟା। ନାରଦ ସେ ନଦୀ ତୁଠରେ ତେଲ ଗିନା ଧରି ପାଣିରେ ପ୍ରବେଶ କଲେ। ହଠାତ୍ ନାରାୟଣଙ୍କ ମାୟାରେ ନାରଦ ସେ ନଦୀ ମଧ୍ୟରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ। ନଦୀ ମଧ୍ୟରେ ସ୍ଥଳ। ତାପରେ ନାରଦ ଯାଇ ପହଞ୍ଚିଗଲେ ଏକ ଶାନ୍ତ ପଲ୍ଲୀରେ। ଭୁଲିଗଲେ ନିଜକୁ, ନିଜର ପରିଚୟକୁ। କିଏ ସେ, କୁଆଡ଼େ ଆସିଛନ୍ତି, କିଛି ବି ଜାଣିପାରିଲେ ନାହିଁ। ନିର୍ଜନ ନିସ୍ତବ୍ଧ ରାସ୍ତା। ଆଉ ସେହି ନିର୍ଜନ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥାଏ ଖୁବ୍ ସୁନ୍ଦର ଝିଅଟିଏ। ରାଜା ଝିଅଠାରୁ ବି ଆହୁରି ସୁନ୍ଦର ସେ। ସତେକି ସେ ଜଣେ ସରଗର ପରୀ। ସ୍ୱର୍ଗର ଉର୍ବଶୀ, ମେନକା ଆଦି ସ୍ୱର୍ଗର ନର୍ତ୍ତକୀମାନଙ୍କ ଠାରୁ ବି ସେ ଝିଅଟି ଅତ୍ୟନ୍ତ ସୁନ୍ଦରୀ। ତହୁଁ ନାରଦ ସେ ଝିଅଟି ପଛରେ ଚାଲିଲେ। ଝିଅଟିର ସୁନ୍ଦର ରୂପରେ ମୁଗ୍ଧ ହୋଇ ନାରଦ ସେ ଝିଅଟିକୁ ବିବାହ କରିବାକୁ ଚାହିଁଲେ। ତେଣୁ ନାରଦ ସେ ଝିଅଟିକୁ ପଚାରିଲେ, କୁଆଡ଼େ ଯାଉଛ? ଏହା ଶୁଣି ହଠାତ୍ ସେ ଝିଅଟି ପଛକୁ ଚାହିଁ ଦେଖିଲେ ନାରଦଙ୍କୁ। ଝିଅଟି ନାରଦଙ୍କୁ କହିଲେ, କୁଆଡ଼େ ଆଉ ଯିବି ଯୋଗୀବର। ବେସାହାରା ଝିଅଟିଏ ମୁଁ। ଏ ଅଞ୍ଚଳରେ ଏକ ଅଜଣା ରୋଗ କାହୁଁ ଆସିଲା, ସେ ରୋଗରେ ଏ ଅଞ୍ଚଳର ସବୁ ଲୋକ ମରିଗଲେ। ମୋ ବାପା ମା, ଭାଇ ଭଉଣୀ ସମସ୍ତେ ବି ମରିଗଲେ। ଆଉ କେବଳ ଏକା ରହିଗଲି ମୁଁ। ସମସ୍ତଙ୍କୁ ଆପଣାର କରି ଶେଷରେ କାହାରି ବି ଆପଣାର ହୋଇପାରିଲିନି। ତେଣୁ ଏ ନିର୍ଜନ ଦ୍ୱୀପରେ ଏକୁଟିଆ ପଡ଼ି ରହିଛି। ମୁଁ ଯଦି ତୁମକୁ ଆପଣାର କରେ। ଏ କଥା କହିଲେ ନାରଦ। ଝିଅଟି ପଚାରିଲା, ଆପଣ? ନାରଦ କହିଲେ, ହଁ। ପୁଣି ନାରଦ କହିଲେ, ଆପଣ ଜଣେ ଯୁବତୀ, ଆଉ ମୁଁ ଜଣେ ଯୁବକ। ଏହା ଶୁଣି ସେ ଝିଅଟି କହିଲା, ଆପଣ ଜଟାଜୁଟଧାରୀ ସନ୍ନ୍ୟାସୀ ଭଳି ଜଣାପଡ଼ୁଛନ୍ତି। ତେବେ ଆପଣ କ'ଣ ସନ୍ନ୍ୟାସୀ? ତହୁଁ ସେ ନାରଦ ଏ କଥା ଶୁଣି କହିଲେ, ହଁ, ସନ୍ନ୍ୟାସୀ ଥିଲି, ମାତ୍ର ଏବେ ନାହିଁ। ଏବେ ମୁଁ କେବଳ ଜଣେ ସାଧାରଣ ମଣିଷ। ମୋ ନାଁ, ଗାଁ, ଠିକଣା କିଛି ବି ନାହିଁ। ତୁମ ଭଳି ମୁଁ ମଧ୍ୟ ସମ୍ପୂର୍ଣ୍ଣ ଏକୁଟିଆ। ତୁମର ଯଦି କିଛି ଆପତ୍ତି ନଥାଏ, ତେବେ ଗୋଟାଏ କଥା କହିବି। ଝିଅଟି ପଚାରିଲା, ତେବେ କଥାଟି କ'ଣ କୁହ। ତାପରେ ନାରଦ କହିଲେ, ମୁଁ ତୁମକୁ ବିବାହ କରିବାକୁ ଚାହେଁ। ନାରଦଙ୍କ କଥା ଶୁଣି ସେ ଝିଅଟି କହିଲା, ନୀଚ କୁଳରେ ମୋର ଜନ୍ମ, ଆଉ ଜାତିରେ ପୁଣି ହାଡ଼ି। ହାଡ଼ିଆଣୀ ଝିଅ ପୁଣି ଜଣେ ଉଚ୍ଚ ଜାତିର ଜାତିଶ୍ରେଷ୍ଠ ବ୍ରାହ୍ମଣକୁ ବିବାହ କରିବା କଥା ମୋର ତ କାହିଁ ଆଦୌ ବିଶ୍ୱାସ ହେଉନାହିଁ। ସେହି ବିଶ୍ୱାସ ପାଇଁ ଯାହା କହିବେ ମୁଁ ସବୁଥିରେ ଏକମତ। ଏ କଥା କହିଲେ ଦେବର୍ଷି ନାରଦ। ଝିଅଟି ଏପରି କଥା ଶୁଣି କହିଲା, ତେବେ ଶୁଣ। ପ୍ରଥମେ ଆପଣ ଆପଣଙ୍କର ଜଟାଜୁଟକୁ କାଟି ଲଣ୍ଡା ହେବେ। ମୁହଁରେ ଯେଉଁ ଲମ୍ବା ଦାଢ଼ି ଅଛି, ସେ ଦାଢ଼ିକୁ ବି କାଟି ପରିଷ୍କାର କରିବେ। ତହୁଁ ସେ ନାରଦ କହିଲେ, ତାହା ହିଁ ହେବ। ଏହା ତ ଅତି ସାଧାରଣ କଥା। ତାପରେ ଝିଅଟି କହିଲା, ତାପରେ ଏ ଗୌରିକ ବସ୍ତ୍ର ଆଜିଠାରୁ ଆଉ କେବେ ବି ପିନ୍ଧିବେ ନାହିଁ। ଏତିକି କରିଲେ ଯାଇ ମୁଁ ତୁମକୁ ବିବାହ କରିପାରେ। ନାରଦ ବି ସେ ଝିଅଟିର ସବୁ କଥାରେ ଏକମତ ହେଲେ। ତାପରେ ସେ ଝିଅଟି ନାରଦଙ୍କୁ ନିଜ ଘରକୁ ଡାକିନେଲା।
ଝିଅଟିର କଥା ଅନୁସାରେ ନାରଦ ଲଣ୍ଡା ହେଲେ। ଗେରୁଆ ବସ୍ତ୍ର ବି ଆଉ ମୋଟେ ପିନ୍ଧିଲେ ନାହିଁ। ହାଡ଼ି ଝିଅକୁ ବିବାହ କରି ନାରଦ ସଂସାର ବନ୍ଧନରେ ବାନ୍ଧି ହୋଇଗଲେ। ୟା ମଧ୍ୟରେ 5 ବର୍ଷ ହୋଇଯାଇଛି ନାରଦଙ୍କର। 5 ବର୍ଷରେ 5 ଗୋଟି ପୁଅ। ସ୍ତ୍ରୀ ପିଲାମାନଙ୍କର ଭରଣ ପୋଷଣର ଦାୟିତ୍ୱ ନାରଦଙ୍କ ମୁଣ୍ଡ ଉପରେ। ତେଣୁ ସେ ନାରଦ ଚାଷବାସ କରନ୍ତି, ଏପରିକି ଦିନସାରା କଠିନ ପରିଶ୍ରମ ବି କରନ୍ତି। ସବୁବେଳେ ଖାଲି ବ୍ୟସ୍ତ। ମାୟାଧରଙ୍କ ମାୟା। ଲକ୍ଷ୍ମୀ ନାରାୟଣ ଦିବ୍ୟ ଚକ୍ଷୁରେ ତ ଏସବୁ ଦେଖୁଥାନ୍ତି ନାରଦଙ୍କର କାମଧନ୍ଦା ଓ ବ୍ୟସ୍ତତାକୁ। ନାରଦଙ୍କୁ ମାୟାରେ ଡୁବାଇ ଏତେ ବ୍ୟସ୍ତ କରି ଲାଭ କିଛି ବି ନାହିଁ। ଚିନ୍ତା କଲେ ଚିନ୍ତାମଣି। ଲକ୍ଷ୍ମୀ କହିଲେ, ପ୍ରଭୁ, ନାରଦଙ୍କୁ ଆଉ ହଇରାଣ କର ନାହିଁ। ତହୁଁ ଏହା ଶୁଣି ନାରାୟଣ କହିଲେ, ଠିକ୍ ଅଛି ଲକ୍ଷ୍ମୀ, ଏଥର ନାରଦଙ୍କୁ ମାୟାରୁ ଦୂରେଇ ଦେବା। ହଠାତ୍ ଗୋଟିଏ ପରେ ଗୋଟିଏ ନାରଦଙ୍କର ପୁଅମାନେ ଝାଡ଼ା, ବାନ୍ତି, ଜ୍ୱର ବାଧକରେ ମୃତ୍ୟୁବରଣ କଲେ। ଏସବୁ ଦେଖି ନାରଦ ଖାଲି ନିଜ ମୁଣ୍ଡ ବାଡ଼ି କେତେ କାନ୍ଦିଲେ। ନାରାୟଣ ନାରଦଙ୍କୁ ଆହୁରି ଅତିଷ୍ଠ କରିବା ପାଇଁ ଶେଷରେ ନାରଦଙ୍କ ସ୍ତ୍ରୀ, ସେ ହାଡ଼ିଆଣୀ ଝିଅଟିର ବି ମୃତ୍ୟୁ ହେଲା। ସୁନ୍ଦରୀ ସ୍ତ୍ରୀର ଏପରି ଅଚାନକ ମୃତ୍ୟୁ ହେବା କ୍ଷଣି ନାରଦ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ପୁଅ ଗଲା, ସ୍ତ୍ରୀ ତ ଗଲା, ଆଉ ଏ ଅଲୋଡ଼ା ଜୀବନକୁ ରଖିବି ନାହିଁ। ହତୋତ୍ସାହ ହୋଇ ଏହା କହିଲେ ନାରଦ। ତାପରେ ନାରଦ କହିଲେ, ଯାଉଛି, ନଦୀର ଅଗଭୀର ଜଳରାଶିରେ ବୁଡ଼ି ମୁଁ ଏ ଜୀବନ ହରାଇ ଦେବି। ଏହା ବିଚାର କରି ନାରଦ ନଦୀ ନିକଟକୁ ଧାଇଁଲେ। ନଦୀରେ ପଶିଲେ। ଆଣ୍ଠୁଏ ପାଣି, ପେଟେ ପାଣି, ଛାତିଏ ପାଣି, ବେକେ ପାଣି। ତାପରେ ନାରଦଙ୍କ ପାଟିରେ ପାଣି ପଶିଲା। ନାକ ବୁଡ଼ିଲା। ନାକ ବୁଡ଼ିଲା ବେଳେ ନାରଦଙ୍କ ପାଟିରୁ ହଠାତ୍ ବାହାରି ପଡ଼ିଲା, ନାରାୟଣ ନାରାୟଣ। ବାସ୍, ତାପରେ ସେ ନାରଦଙ୍କ ସାରା ଶରୀର ନଦୀର ପାଣିରେ ଡୁବିଗଲା। ପୁଣି ସେ ପାଣି ଭିତରେ ଅଦୃଶ୍ୟ ହୋଇଗଲେ ନାରଦ। ସେତେବେଳେ ଦୃଶ୍ୟ ହେଲା ସେହି ନଦୀତୁଠ, ଯେଉଁ ନଦୀତୁଠରେ କି ନାରଦ ସ୍ନାନ କରିବାକୁ ଆସିଥିଲେ। ନଦୀତୁଠରେ ତେଲ ଗିନାଟି ଠିକ୍ ସେହିପରି ଥୁଆ ହୋଇଛି। ସେହି କ୍ଷଣି ସେ ନାରଦଙ୍କର ସବୁ କିଛି ମନେ ପଡ଼ିଗଲା। ମନେ ପଡ଼ିଲା ଗତ କଥା ସବୁ। ଲକ୍ଷ୍ମୀ ତ ତେଲ ଗିନା ଦେଇଥିଲେ, ଆଉ ସେ ନାରଦ ନିଜେ ବି ସ୍ନାନ କରିବାକୁ ଆସିଥିଲେ। ସ୍ନାନ ସାରି ନାରାୟଣଙ୍କ ନିକଟରେ ପହଞ୍ଚିଥାନ୍ତେ। ତାପରେ ସେମାନେ ଦୁହେଁ ସାଙ୍ଗ ହୋଇ ଖାଇଥାନ୍ତେ। କିନ୍ତୁ ଇଏ ତାଙ୍କର କ'ଣ ହେଲା? ସ୍ୱପ୍ନ ଭଳି ତାଙ୍କ ଜୀବନରେ କେତେ ବର୍ଷ କଟିଗଲା। ତା ସାଙ୍ଗକୁ କେତେ ଅଘଟଣ ବି ଘଟିଗଲା। ତେଣୁ ସେ ନାରଦ ଗୋଟି ଗୋଟି ସବୁ କଥା ମନେ ପକାଇଲେ। ନାରଦ ମନେ ମନେ ସେସବୁ ଭାବି ଅତ୍ୟନ୍ତ ଲଜ୍ଜିତ ହେଲେ। ଗୋଟିଏ ମୁହୂର୍ତ୍ତ ମାୟାଧରଙ୍କ ମାୟାରେ ନାରଦଙ୍କର 5 ବର୍ଷ ଗତ ହୋଇଗଲା। ଘର ସଂସାର, 5ଟା ପୁଅ, କାମଧନ୍ଦା, ଦିନ ସାରା ଖଟଣି। ବସିବାକୁ ତଥା ବିଶ୍ରାମ ନେବାକୁ ମଧ୍ୟ ବେଳ ନଥିଲା। କେତେ କଥା, ଓଃ, ନାରଦ ଆଉ କିଛି ବି ଭାବିପାରିଲେ ନାହିଁ। ତାପରେ ନାରଦ ଶୀଘ୍ର ଶୀଘ୍ର ସ୍ନାନ ସାରି ପାଦ ଗଣି ଗଣି ନାରାୟଣଙ୍କ ନିକଟରେ ଯାଇ ପହଞ୍ଚିଲେ। ଆଉ କହିଲେ, ନାରାୟଣ ନାରାୟଣ। ନାରଦ ଆଉ ନାରାୟଣଙ୍କ ମୁଖମଣ୍ଡଳକୁ ଚାହିଁ ପାରିଲେ ନାହିଁ। ନାରାୟଣ ପଚାରିଲେ, କ'ଣ ହୋଇଛି ଦେବର୍ଷି? ମୁଣ୍ଡ ନୁଆଁଇ ଠିଆ ହୋଇ ରହିଲେ ଯେ? ତହୁଁ ସେ ନାରଦ କହିଲେ, ପ୍ରଭୁ, ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ। ଆପଣଙ୍କ ମାୟା ତ ସମସ୍ତଙ୍କୁ ଲାଗିଛି। କେବଳ ସେଇଥିପାଇଁ ଆପଣଙ୍କ ଅନ୍ୟ ନାମ ମାୟାଧର। ମୋର ଅହଙ୍କାର ଏଥର ଚୂର୍ଣ୍ଣ ହୋଇଛି। ସତରେ ପ୍ରଭୁ, ସବୁ ମାୟାରେ ବାୟା। ତାପରେ ନାରଦ ନାରାୟଣ ଏକାଠି ହୋଇ ଖାଇ ବସିଲେ। ଲକ୍ଷ୍ମୀ ବି ସେମାନଙ୍କୁ ଅନ୍ନ ପରଷିଲେ। ଏହା କେବଳ ଏକ କାହାଣୀ, ମନୋରଞ୍ଜନ ଏବଂ ନୀତିଶିକ୍ଷା ଉଦ୍ଦେଶ୍ୟରେ।
କାହାଣୀରୁ ଆମେ ଶିଖିଲେ ଯେ ମନରେ ଅହଙ୍କାର ଭାବ ରଖିବା ନାହିଁ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।